ବଞ୍ଚିଲେ ବା ବିଶ୍ୱ ରହିଲେ ସମଗ୍ର ମାନବ ଜାତି ପଶୁପକ୍ଷୀ ଇତ୍ୟାଦି ସମସ୍ତେ ବଞ୍ଚିବେ। ସେଥିପାଇଁ ଆମ ବେଦ ବେଦାନ୍ତରେ କୁହାଗଲା କାଳେ ବର୍ଷନ୍ତୁ ପର୍ଜନ୍ୟ ପୃଥିବୀ ଶସ୍ୟଶାଳିନୀ। ପୃଥିବୀର ଶାନ୍ତି ପାଇଁ ଆମେ ବୋଧେ କେହି ବ୍ୟସ୍ତ ହେଉନାହୁଁ। ଏହାକୁ ଆମେ ଖାମଖିଆଲି ଭାବରେ ନେଉଛୁ। ଆପଣ ଦେଖିବେ ଭାରତ ପାକିସ୍ତାନର କ୍ରିକେଟ ମ୍ୟାଚ୍ ଖେଳ ହେବ, ପାକିସ୍ତାନ ମନା କଲା, ଭାରତ ହଁ କହିଲା, ପୁଣି ପାକିସ୍ତାନ ନା କହିଥିଲା ପୁଣି ହଁ କହିଲା। ଲୋକଙ୍କର ମନ ସେଇଠି। ଶ୍ରୀଲଙ୍କାରେ ହୋଟେଲ ରୁମ୍ ନାହିଁ, ବିମାନ ଭଡ଼ା ବଢ଼ିଲା, ହୋଟେଲ ଭଡ଼ା ବଢ଼ିଲା। ଏଇସବୁ କଥାରେ ଯେତିକି ମଣିଷ ଆଜି ଅନୁପ୍ରାଣିତ ହେଉଛି, କିନ୍ତୁ ଗୋଟିଏ ଶୃଙ୍ଖଳିତ ଜୀବନ, ଶୃଙ୍ଖଳିତ ପରିବାର, ଶୃଙ୍ଖଳିତ ସମାଜ ଗଠନ ପାଇଁ ମଣିଷ ସେତିକି ସଚେତନ ନୁହେଁ। ଜଙ୍ଗଲକୁ ସୁରକ୍ଷା ଦେବା, ବୃକ୍ଷ ଜଙ୍ଗଲ ସୃଷ୍ଟି କରିବା, ଇଏ କଥାରେ ଯଦି କୌଣସି ଭଦ୍ର ବ୍ୟକ୍ତିକି ଡକରାଯାଏ, ସେ କେବେ ବି ଆସିବେ ନାହିଁ। କେବଳ କହିବେ ହଁ ଏଇଟା ଭଲ କାମ କରନ୍ତୁ। ବଳିଆ ଯାଇଥିଲା ତାଳଚେର, ଓଡ଼ିଶାର ଗୋଟେ କୋଇଲା ନଗରୀକି ଯାଇଥିଲା। ସେଠି ପରିବେଶ ଏତେ ପ୍ରଦୂଷଣ ହେଇଛି, ସାଧାରଣ ମଣିଷ ବୋଧେ ସେଠି ରୋଗାକ୍ରାନ୍ତ ଆପେ ଆପେ ହେଇଯାଉଛି। ସେଥିପାଇଁ କେହି ଡାକ ହାକ କରି ଆସ ସମସ୍ତେ ଆମେ ଗଛ ସୃଷ୍ଟି କରିବା, ଆସ ଆମେ ଇଏ କୋଇଲା ପ୍ରଦୂଷଣରୁ ରକ୍ଷା ପାଇବା ପାଇଁ ଚିନି ବର୍ଜନ କରିବା, କଦଳୀ ଖାଇବା, ଗୁଡ଼ ଖାଇବା, ଇଏ ସବୁ କଥାରେ ପ୍ରତିଯୋଗିତା ହେଉନାହିଁ। କି ଜିଲ୍ଲାପାଳଙ୍କ ପାଖରେ, ସରକାରଙ୍କ ପାଖରେ ଦାବି ଉପସ୍ଥାପନା କରିବା, ଇଏ ସବୁ କଥା ହେଉନି। ବର୍ତ୍ତମାନ ଭାରତ ବନ୍ଦ ଡକରା ଗୋଟେ ଆସିଲା। ଭାରତ ବନ୍ଦ ଡକରାକୁ ଯେତେ ରାଜନୀତି ଦଳ ଥିଲେ ସରକାରଙ୍କୁ ଛାଡ଼ି ସମସ୍ତେ ସମର୍ଥନ ଜଣାଇଲେ। ଏଇ ସମର୍ଥନରେ କ'ଣ ଭାରତର ପ୍ରକୃତରେ ଶାନ୍ତି ଆସିବ? ଆଜି ଲୋକ ରାତିରେ ଚୋରି କରୁଥିଲେ, ଦିନରେ ଚୋରି କରୁଛନ୍ତି। ଛୋଟ ଛୋଟ ପିଲାମାନଙ୍କୁ ଅପହରଣ କରି ଦିଲ୍ଲୀ ଭଳି ଜାଗାରେ ତାଙ୍କୁ ନେଇଯାଉଛନ୍ତି। ରାସ୍ତାଘାଟରେ ଝିଅଟିଏ ହେଉ ବା ପୁଅଟିଏ ହେଉ, ତାକୁ ମଧ୍ୟ
ଗୁଣ୍ଡା ଗର୍ଦି କରି ତାଙ୍କୁ ଜବରଦସ୍ତି ଉଠେଇକିରି ନେଇ ଚାଲି ଯାଉଛନ୍ତି। ଆଇନ ଶୃଙ୍ଖଳା ଯଦି ବିପର୍ଯ୍ୟସ୍ତ ହୁଏ ତାହେଲେ ଶାନ୍ତି କେଉଁଠି ମିଳିବ? ଧାନ ମଣ୍ଡିକୁ ନେଇ ସମସ୍ତେ ବର୍ତ୍ତମାନ ସବୁ ରାଜନୀତି ଦଳ ସମସ୍ତେ ମାନେ ଏହାକୁ ବହୁତ ଭାବରେ ଚର୍ଚ୍ଚା କରୁଛନ୍ତି। ସେ କାମଟି ସରିଗଲା ପରେ ଆଉ କାହାର କିଛି ମନେ ନଥିବ। ଆସ ଆମେ ଧାନ ଯେଉଁଭଳି ଭାବରେ କରିଥିଲେ ଆମେ ମୁଗ କରିବା, ବିରି କରିବା, ମକା କରିବା, ଯଅ କରିବା, ଲଳିତା କରିବା, ଯେଉଁ ଫେସି କରିବା, ମାଣ୍ଡିଆ କରିବା, ଏଇ ଯେଉଁ ଆହ୍ୱାନ, ଏଥିପାଇଁ କେଉଁ ଭାରତ ବନ୍ଦ ହେବ ନା ରାଜ୍ୟ ବନ୍ଦ ହେବ? ଆଉ ଏହାକୁ କଲେ ବି ସମର୍ଥନ କିଏ କରିବ? ଅଳ୍ପ ଲୋକ କରିବେ। କିନ୍ତୁ ମଣିଷ ବଞ୍ଚିବା ପାଇଁ ଆଜି ଅର୍ଥକୁ ସର୍ବସ୍ୱ ବୋଲି ଭାବୁଛି। କିନ୍ତୁ ମଣିଷ ବଞ୍ଚିବା ପାଇଁ ତାର ସ୍ୱାର୍ଥ ହେଉଛି ସୁନ୍ଦର ମନୋରମ ପରିବେଶ। ପରିବେଶ ପ୍ରଦୂଷଣ ହେଉଛି ତାଲଚେର, ଏଫ୍ସିଆଇ ଇତ୍ୟାଦିରେ ଏବେ ବି ବହୁ ଯୁବକମାନେ ଅଛନ୍ତି, ଯୁବ ପ୍ରତିଭାମାନେ ଅଛନ୍ତି, ଯିଏ ଯେଉଁ ରାଜନୀତି ଦଳର ହୁଅନ୍ତୁ। ଆମେ ଯାଇଥିଲୁ, କହିକିରି ଆସିଲି, ତେବେ ସମସ୍ତେ ମେଳି ହେଇ ଏହାର ପ୍ରତିବାଦ କର। ସ୍ୱାଧୀନ ଭାରତରେ ଏତେ କଥା ହେଇପାରୁଛି, ପ୍ରଦୂଷଣ ବିମୁକ୍ତ ପାଇଁ କ'ଣ ଲକ୍ଷେ ଗଛ ଲାଗିପାରିବନି? ଏଭଳି କି ଗୋଟେ ଗୋଟେ ଜାଗାରେ ସେଇ ଅନୁଗୁଳ ଜିଲ୍ଲାରେ ଛେଣ୍ଡିପଦା ଗୋଟେ ଜଙ୍ଗଲକୁ କାଟିଦେଲେ। ଜଙ୍ଗଲର ପଶୁପକ୍ଷୀମାନେ ରାସ୍ତାରେ ବୁଲିଲେ। ତାହେଲେ ଆପଣମାନେ କୁହନ୍ତୁ, ମନ୍ଦିର ଗଢ଼ିବା, ମୂର୍ତ୍ତି ସ୍ଥାପନ କରି ପୂଜା କରିବା କି ପାଣି ଢାଳିବା, ବର୍ତ୍ତମାନ ଏହାର ଆବଶ୍ୟକତା ଅଛି ନା ଜଙ୍ଗଲର ସୁରକ୍ଷା କରିବା ଏହାର ଆବଶ୍ୟକତା ଅଛି? ଆଜି ଧର୍ମକୁ ନେଇ ବିଦ୍ରୋହ, ଦେଶ ଦେଶରେ ବିଦ୍ରୋହ, ପେଟ୍ରୋଲ ଡିଜେଲ କିଣାକୁ ନେଇକି ମାନେ ବିପ୍ଳବ। ସବୁ ବିପ୍ଳବ ପରେ ଶ୍ରେଷ୍ଠ ବିପ୍ଳବ ହେଉଛି ଆସ ଆମେ ଶାନ୍ତିରେ ବଞ୍ଚିବା। ସେଇ ବିପ୍ଳବଟି କ'ଣ ତାକୁ ଆପଣମାନେ ସ୍ଥିର କରିବେ, ସ୍ଥିର କରନ୍ତୁ। କ'ଣ କଲେ ଏ ପୃଥିବୀ ଶାନ୍ତିରେ ରହିବ? 3 ବର୍ଷ କରୋନା ଆମକୁ ଘର ଭିତରେ ରଖିଦେଲା ବନ୍ଦୀ କରି, ତଥାପି ଆମେ ଯେଉଁ କଥାକୁ ସେଇ କଥା। ଆଜି ପୁଅଟିଏ ପାଇଁ ଭଲ ଝିଅଟିଏ, ଝିଅଟିଏ ପାଇଁ ଭଲ ପୁଅଟିଏ ଆଜି ମିଳୁନାହାନ୍ତି। ବାହାଘର ଖୋଜା ଚାଲିଛି। ପିଲା ଚରିତ୍ରବାନ ହେଲେ ବି ଯେହେତୁ ସେ ଚାକିରି କରିନି, ତାକୁ କେହି ବିବାହ କରିବା ପାଇଁ ପସନ୍ଦ କରୁନାହାନ୍ତି। ଯେହେତୁ ଝିଅଟି ଭାବୁଛି ଏ ଘରକୁ ଗଲେ ମୋତେ ଅଧିକ ଟିକେ ସେବା ଦେବାକୁ ହେବ, ତେଣୁ ସେ ବିବାହ ରାଜି ହେଉନି।
ତାହେଲେ ଚାକିରି ମିଳିବ କେଉଁଠି? କେତେ ଚାକିରି କିଏ ଦେବ? ଏବଂ କେହି ଯଦି କାହାର କିଛି ବି ନ କରିବେ ତାହେଲେ ଭାରତର ଏଇ ଯେଉଁ ପରିବାରବାଦ ଏ ସମ୍ପୂର୍ଣ୍ଣ ଅନ୍ଧକାର ଭିତରକୁ ପେଲି ହେଇଯାଏ ଯିବ। ଭାରତରେ ଅନେକ ପୁଅ ଝିଅମାନେ ବିବାହ ହେବାକୁ ଆଉ ଚାହୁଁନାହାନ୍ତି। ଚୀନର ଲୋକ ସଂଖ୍ୟା କମି ଯାଉଛନ୍ତି, ସେଥିପାଇଁ ତାଙ୍କ ସରକାର ବର୍ତ୍ତମାନ ବ୍ୟସ୍ତ। ପୁଅ ଝିଅମାନେ ବିବାହ ହେବା ନାଁ ଶୁଣିଲେ ଘରେ ଲୁଚୁଛନ୍ତି। ଏଇଭଳି ନାନାଦି କଥା ଭିତରେ ବହୁ ଯଜ୍ଞ, ବହୁ ମୂର୍ତ୍ତି, ବହୁ ମନ୍ଦିର ଚାଲିଛି, କିନ୍ତୁ ବଳିଆର ଏଇ କଥା ପଦକ ଟିକେ ମନେ ରଖିବେ। ଏଇ ଆମକୁ ଶାନ୍ତି ଦେବ ନା ସୁନ୍ଦର ମନୋରମ ପରିବେଶ ଆମକୁ ଶାନ୍ତି ଦେବ? ଏସବୁ କଥାକୁ ଆପଣମାନେ ଚିନ୍ତା କରିବେ। ଆମର କ'ଣ ଦରକାର? ଶାନ୍ତିରେ ବଞ୍ଚ, ଅନ୍ୟକୁ ଶାନ୍ତିରେ ବଞ୍ଚିବାକୁ ଦିଅ। ସାଧୁ ସନ୍ତମାନେ ବହୁତ କଥା କହୁଛନ୍ତି। କେନ୍ଦ୍ରାପଡ଼ାରେ ଗୋପ କେନ୍ଦ୍ରାପଡ଼ାରେ ଜଣେ ଭଦ୍ର ବ୍ୟକ୍ତି ଆସିଲେ। ଜଣେ ରିଟାୟାର୍ଡ ଟିଚର। ସେ ଆସିକିରି ମୋତେ ପ୍ରଥମେ ପ୍ରଶଂସା କଲେ ଯେ ଆପଣ ଦେଓଘର ଯାଇଥିଲେ, ଆଚାର୍ଯ୍ୟଙ୍କ ସହିତ ଦେଖା ହେଇଛି, ଆପଣ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ବିଗ୍ରହ ଆଶ୍ରମରେ ରଖିଛନ୍ତି। ଏଥିପାଇଁ ସେ ମୋତେ ପ୍ରଶଂସା କଲେ। ମୁଁ କିଛି କହୁନଥାଏ। ସେ 3-4 ଥର ମୋତେ ପଚାରିଲେ, ମୁଁ କିଛି ଉତ୍ତର ଦେଲିନି। ସେ ଖାଲି ପଚାରିଲେ, ଆପଣ ଯାଇଥିଲେ, ମୁଁ ଆପଣ ପାଖକୁ ଆଇଛି, ଆପଣ ଅନୁଭବ କଲେ କ'ଣ? ବାବୁ, ଗୁରୁଙ୍କ ରାଜ୍ୟରେ କ'ଣ ଅନୁଭବ କରିବ? ଗୁରୁଙ୍କ ରାଜ୍ୟରେ ତ ଗୁରୁଙ୍କ ମହିମାକୁ ଅନୁଭବ କରିବ, ଆଉ ଅନୁଭବ କରିବାରେ କ'ଣ ଅଛି? ଆମେ ଗଲୁ ଟିକେ ଠାକୁର ଦର୍ଶନ କଲୁ କି ତାଙ୍କ ନାଁ ଟିକେ ଶୁଣିଲୁ, ଆଉ ଅନୁଭବ କ'ଣ କଲି? କ'ଣଟା ଅନୁଭବ କରିବା? ଯେ ମୁଁ ଆସିଥିଲି ଏଇଥିପାଇଁ, ଶେଷକୁ ବି କହିକିରି ଗଲେ ମୁଁ ଆସିଥିଲି ଏଇଥିପାଇଁ, ଆପଣ କିଛି କହିଲେନି। ଆଉ ଯେଉଁ 2 ଜଣ ଆସିଥିଲେ, ସେ ତାଙ୍କୁ କହିଲେ ତା ଚାଲୁନ ବାବା, ମାନେ ବାବା ସବୁ କ'ଣ ଗୋଟେ ଗୋଳିଏ ଗାଳି କହିଲି। ମୁଁ ଯେତେବେଳେ ଫେରିଲି, ମୁଁ କହିଲି ଏଇ ବାବୁଙ୍କୁ ଗୋଟେ ଚିଠି ଆମେ ଦେବା। ତାଙ୍କର କାନକୁ ଟିକେ ଶୁଭୁନି, ବଡ଼ ପାଟିରେ କହିଲେ ମୋ କଣ୍ଠ ବି କ'ଣ ହେଇଯିବ, ତେଣୁ ଚିଠିଟିଏ ଦେବା। ହଁ, ସେ ଗଲାବେଳକୁ କହିଲେ, ଠାକୁର ଅନୁକୂଳ ଚନ୍ଦ୍ର କହିଲେ, ମୁଁ ହେଉଛି କୃଷ୍ଣ, ମୁଁ ହେଉଛି ରାମ, ମୁଁ ହେଉଛି ମହମ୍ମଦ, ମୁଁ ହେଉଛି ଯୀଶୁ, ମୁଁ ହେଉଛି ଅଲମାଇଟ୍ ଅଫ୍ ୱାର୍ଲଡ। ହଁ, ମୁଁ ତାଙ୍କ ପାଖକୁ ଚିଠିରେ ଲେଖିଲି, ଦେଓଘର ଯାଇଥିଲି, ଅନୁଭବ କଲି କ'ଣ? ପ୍ରଥମେ ଅନୁଭବ କଲି ବନ୍ଦେ ପୁରୁଷୋତ୍ତମମ୍। ଠାକୁର ଅନୁକୂଳ ଚନ୍ଦ୍ର ଯେହେତୁ ପୁରୀ ଶ୍ରୀକ୍ଷେତ୍ରକୁ ଭଲ ପାଆନ୍ତି ଏବଂ ସେ ଯାଇଛନ୍ତି ମଧ୍ୟ, ତେଣୁ ଇଏ ପୁରୁଷୋତ୍ତମ ଶବ୍ଦ ଗୀତାର 15 ଅଧ୍ୟାୟରେ ବର୍ଣ୍ଣିତ ଅଛି। ଜଗନ୍ନାଥଙ୍କ ଧାମ ଭାରତ ବର୍ଷରେ
ଗୋଟିଏ ଧାମ ଯେଉଁ ଧାମର ନାମ ପୁରୁଷୋତ୍ତମ ଧାମ। ଇଏ ହେଉଛି ଗୋଟିଏ ଅନୁଭବ। ଦ୍ୱିତୀୟରେ ଆନନ୍ଦ ବଜାର। ପୃଥିବୀରେ କୌଣସି ଧର୍ମ ସ୍ଥାନରେ ଆନନ୍ଦ ବଜାର ଶବ୍ଦ ନାହିଁ। ଏଇ ଆନନ୍ଦ ବଜାର ଶବ୍ଦକୁ ମଧ୍ୟ ଠାକୁର ଅନୁକୂଳ ତାକୁ ମଧ୍ୟ ସେ ଗ୍ରହଣ କରିଛନ୍ତି, ଶ୍ରୀକ୍ଷେତ୍ରକୁ ଗ୍ରହଣ କରିଛନ୍ତି। ତାପରେ ମୁଁ କହିଲି, ତାପରେ ଲେଖିଲି, ଯଦି ଠାକୁର କୃଷ୍ଣ ଯେତେବେଳେ ସେ ବଙ୍ଗଳାଦେଶରୁ ତାଙ୍କୁ ଫେରେଇ ଦିଆଗଲା, ମାନେ ନୋଟିସ୍ ଦିଆଗଲା ତୁମେ ଚାଲିଯାଅ, ଠାକୁରଙ୍କର ସେଠି କ'ଣ କିଛି ଆଧ୍ୟାତ୍ମିକ ଶକ୍ତି କାର୍ଯ୍ୟ କରିପାରିଲାନି? ଖାଲି ମୁହଁରେ ଆମେ କୃଷ୍ଣ କହିଲେ କ'ଣ ହେବ? କାମରେ ବି ଦରକାର। ଜଣେ କହିଲେ ରାମ, ହଁ ସେ କହିଲେ ରାମ, ଯଦି ସେ ପ୍ରକୃତରେ ରାମ, ତାହେଲେ ଆଜି ଆମ ଦେଶରେ ଗୁଣ୍ଡାଗର୍ଦ୍ଦି, ଧର୍ଷଣ, ବଳାତ୍କାର ବଢ଼ୁଛି। ତାପରେ ଠାକୁରଙ୍କର ବାଣୀ ଆମେ ପଢ଼ୁଛୁ, ତାଙ୍କର ପୂର୍ଣ୍ଣ ପୋଥିକି ଆମେ ମନନ କରୁଛୁ। କିନ୍ତୁ ରାବଣ ତ ଗୋଟିଏ ରାବଣ ବି ପରିବର୍ତ୍ତନ ହେଉନି। ଏମିତି କେଉଁଠି 5ଟା 3ଟା ରାବଣ ଟିକେ କ୍ଳାନ୍ତି ହେଇଗଲା ପରେ ଥକି ପଡ଼ୁଛନ୍ତି, ପୁଣି ସେ ଟିକେ ଭଲ ଆଡ଼କୁ ଆସି ପୁଣି ଯେଉଁ କଥାକୁ ସେଇ କଥା। ଯଦି ସେ ମହମ୍ମଦ କେତୋଟି ଇସଲାମ କଣ୍ଟ୍ରିରେ ପୂର୍ଣ୍ଣ ପୋଥିକୁ ଆପଣମାନେ ସେମାନଙ୍କୁ ପାଖରେ ସତ୍ସଙ୍ଗ ମାଧ୍ୟମରେ ଜଣେଇଛନ୍ତି। ଆପଣ ଯେଉଁ କେନ୍ଦ୍ରାପଡ଼ାରେ ଅଛନ୍ତି ସେଠି ତ ବହୁ ମୁସଲମାନ ଭାଇମାନେ ଅଛନ୍ତି। ପୂର୍ଣ୍ଣ ପୋଥି ତାଙ୍କୁ ଡାକିକିରି ବସାନ୍ତୁ ଏବଂ ପୂର୍ଣ୍ଣ ପୋଥିକୁ ଆଲୋଚନା କରନ୍ତୁ, ପୂର୍ଣ୍ଣ ପୋଥି ବଣ୍ଟନ କରନ୍ତୁ। ଆଉ ଏଇଠି ଆମରି ପାଖରେ କହିବେ କ'ଣ ମହମ୍ମଦ, ଯୀଶୁ ଯଦି ଠାକୁର ଅନୁକୂଳ ଚନ୍ଦ୍ର, ତାହେଲେ ଧର୍ମାନ୍ତରୀକରଣ ବିରୁଦ୍ଧରେ ଆମେ କାହିଁ କଥା କହିବା? ଯିଏ ଯେଉଁ ଧର୍ମକୁ ଯାଉଛି ଯାଉ, ପୁଣି ଆମେ କହୁଛୁ ସ୍ୱଧର୍ମ, ପୁଣି ଫେରେଇ ଆଣିବା, ତାଙ୍କୁ ଫେରେଇ ଆଣୁଛେ, ପୁଣି କିଏ ଚାଲିଯାଉଛି। ଏଇସବୁ କଥା ଆମକୁ ବଡ଼ ଅଡ଼ୁଆ ଲାଗୁଛି। 100 ବର୍ଷରୁ ଅଧିକ ସମୟ ଠାକୁରଙ୍କର ଆବିର୍ଭାବ ହେଇଛି, କିନ୍ତୁ ଏପର୍ଯ୍ୟନ୍ତ 3-4ଟି ପ୍ରଦେଶରେ ଠାକୁରଙ୍କର ମନ୍ଦିର ଦେଖୁଛୁ କି ତାଙ୍କର ଭକ୍ତମାନଙ୍କୁ ଦେଖୁଛୁ। ଆଜି ଗୁରୁ ନାନକଙ୍କ ପାଇଁ ଗୋଟେ ପଞ୍ଜାବ ହରିୟାଣା ସୃଷ୍ଟି ହେଲା, ଆଜି ଶଙ୍କର ଦେବଙ୍କ ପାଇଁ ଗୋଟେ ଆସାମ ସୃଷ୍ଟି ହେଲା। ସମଗ୍ର ଆସାମ ଏମାନେ ତାକୁ ଗ୍ରହଣ କଲେ। ଠାକୁର ଅନୁକୂଳ ଚନ୍ଦ୍ରଙ୍କର ପୂର୍ଣ୍ଣପୋଥି ସୁନ୍ଦର, ତାଙ୍କ ବାଣୀ ସୁନ୍ଦର। ସିଏ ଯେତେବେଳେ ନିଜକୁ ଆତ୍ମା ବୋଲି ନିଜକୁ କହିଛନ୍ତି, ଉପଲବ୍ଧି କରିଛନ୍ତି, ସେତେବେଳେ ସେ ନିଜକୁ କୃଷ୍ଣ, ରାମ, ମହମ୍ମଦ, ଯୀଶୁ ଏଇଭଳି ଭାବରେ କହିଛନ୍ତି। ସେଇଟା ଗୋଟେ ମୋମେଣ୍ଟ। ଆମେ ସେ କଥାକୁ, ଆମେ ଯିଏ ଠାକୁରଙ୍କୁ ଭଲ ପାଉଛୁ, ଆମରି ଆଗରେ ସେ କଥାକୁ ଆପଣ ଗପିକିରି କ'ଣ ପାଇବେ? ଯେ ଯେଉଁମାନେ ତାଙ୍କୁ ମାନୁନାହାନ୍ତି, ତାଙ୍କୁ ଆପଣ ନେଇକି ମନଉନାହାନ୍ତି କେମିତି? ଖାଲି କ'ଣ ମନ୍ଦିର କରିଦେଲେ ମାନିଯିବେ? ତେଣୁ ମୁଁ ମଧ୍ୟ ବନ୍ଦେ ପୁରୁଷୋତ୍ତମ ବୋଲି ଶବ୍ଦ ଉଚ୍ଚାରଣ କରେ। ପ୍ରତ୍ୟେକ ଶୁକ୍ରବାର ଦିନ ସନ୍ଧ୍ୟାରେ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ପ୍ରାର୍ଥନା କରେ। ଏଇଭଳି ଭାବରେ ଠାକୁର ନିଗମାନନ୍ଦ, ରାମକୃଷ୍ଣ, ବିବେକାନନ୍ଦ, ଯେଉଁ ମହାପୁରୁଷମାନେ ଇଏ ପୃଥିବୀକି ଆସିଛନ୍ତି, ସମସ୍ତଙ୍କର ଆଦର୍ଶକୁ ଟିକେ ଭଲ ଭାବରେ ଚିନ୍ତନ କରିବା ଉଚିତ। କିନ୍ତୁ ଆମେ ସେ କଥା କରୁନୁ, କେବଳ ଗୁଡ଼ାଏ କଥା ଖାଲି ମୁଖସ୍ଥ କରି ଲୋକଙ୍କୁ ପ୍ରଚାର କରୁଛୁ। ପ୍ରଚାର ଭିତରେ ରହିଯିବ। ତେଣୁ ପୁଣି ଥରେ ମୋର ଇଷ୍ଟ ଶିଶୁ ଅନନ୍ତ, ଓଡ଼ିଶାର ବିଶ୍ୱବନ୍ଦ ଜଗନ୍ନାଥ ଏବଂ
ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ମୋର ଗୁରୁ ଠାକୁର ନିଗମାନନ୍ଦ ବାୟାରାମ ବୈକୁଣ୍ଠ ମଧୁସୂଦନ ଅଭିରାମ ଯୋଗାନନ୍ଦ ଏଇଭଳି ଯେତେ ମହାପୁରୁଷମାନଙ୍କ ସହିତ ମୋର ସମ୍ପର୍କ ସମସ୍ତଙ୍କୁ ସେମାନେ କ'ଣ କହିଛନ୍ତି ନ କହିଛନ୍ତି ମୋର କି ଦରକାର ନାହିଁ ବଳିଆ ସେମାନଙ୍କୁ ପରଂ ବ୍ରହ୍ମଙ୍କ ଆସନରେ ସ୍ଥାପନ କରି ପରଂ ବ୍ରହ୍ମଙ୍କ ରୂପରେ ନମସ୍କାର କରି ଆଜିର ବିଶ୍ୱ ଦେଶ ରାଜ୍ୟର ଶାନ୍ତି କାମନା କରୁଛି। ଜୟ ଗୁରୁ ଜୟ ଗୁରୁ।